ଯେମିତି ମୁଁ ଏବେ ବହୁତ ଦିନ ତଳେ ମହାରାଜ ପରମ ପୂଜ୍ୟ ଗୋପାଳ କୃଷ୍ଣ ଗୋସ୍ୱାମୀ ମହାରାଜଙ୍କର ସବୁ ଲେକ୍ଚର ସବୁ ଶୁଣୁଥିଲି। ସବୁ ଭକ୍ତମାନେ ସବୁ କହୁଥିଲେ ମହାରାଜଙ୍କ ପାଖରେ ବହୁତ ସିଦ୍ଧ ଥିଲେ ମହାରାଜ। ମାନେ ସିଦ୍ଧ ମାନେ ଅର୍ଥ କ'ଣ, ଜଣକୁ ଦେଖିକିରି କହିଦେଉଥିଲେ ତମର ଭାବନା କ'ଣ, ସେତେ ସିଦ୍ଧ ଥିଲେ ମହାରାଜ। ଜଣଙ୍କର ମନର କଥା କହିଦେଉଥିଲେ। ମାନେ ଜଣେ ଭକ୍ତ ସେ ମନରେ ଭାବିଥିଲା କ'ଣ ନା ମୁଁ ଆଜି ସୁଇସାଇଡ଼ କରିଦେବି। ଯେମିତି ଚୈତନ୍ୟ ମହାପ୍ରଭୁ ଆପଣ ଜାଣିଥିବେ ଚୈତନ୍ୟ ଭାଗବତରେ ବି ବର୍ଣ୍ଣନା କରାହେଉଛି। ସନାତନ ଗୋସ୍ୱାମୀ କହିଲେ ଭାବୁଥିଲେ ମନରେ ମୁଁ ତ ଏତେ ବଡ଼ ପାପୀ, ମୋର ଜୀବନ ପାପରେ ଭରପୁର, ମୁଁ ଆଉ ଚୈତନ୍ୟ ମହାପ୍ରଭୁଙ୍କର କିଛି ସେବା କରିପାରୁନି, ଯିବି ରଥ ଚକରେ ମୁଣ୍ଡ ଦେଇକରି ମରିଯିବି। ଚୈତନ୍ୟ ମହାପ୍ରଭୁ ସିଧା କହିଲେ ସନାତନ ଏମିତି ରଥ ଚକରେ ଯଦି ମୁଣ୍ଡ ଦେଇକରି ମରିଯାଇଥିଲେ ଭଗବାନଙ୍କର ଭକ୍ତି ହେଇଥାନ୍ତା, ମୁଁ ନିଜେ 1000 ଥର ମରିବାକୁ ଇଚ୍ଛା କରୁଛି, ହବନି। ସେମିତି ଗୋପାଳ କୃଷ୍ଣ ଗୋସ୍ୱାମୀ ମହାରାଜ ତାଙ୍କ ଶିଷ୍ୟକୁ କହିଲେ ତମେ କ'ଣ ସୁଇସାଇଡ଼ କରିବାକୁ ଚାହୁଁଛ? ସେ ଭକ୍ତ ପୁରା ତାଜୁବ ହେଇଗଲେ, ହେଲେ ଆରେ ମୋର ମନର କଥା କେମିତି ଜାଣିଦେଲେ ମହାରାଜ? ମହାରାଜ କହିଲେ ସୁଇସାଇଡ଼ କଲେ ଭକ୍ତି ହବନି, ଭକ୍ତି କର, ସିରିୟସ୍ ଭକ୍ତି କଲେ ଭକ୍ତି ହବ। ଭକ୍ତଙ୍କ ଶରଣରେ ରହିକିରି ଭକ୍ତଙ୍କର ଆଦେଶ ଅନୁସାରେ ତମେ ଭକ୍ତି କର, ତମେ ଭଲ ଭକ୍ତି ହବ। ସୁଇସାଇଡ଼ କଲେ ଭକ୍ତି ହବ, ସିଧା କହିଦେଲେ। ମାନେ କହିବାର ତାତ୍ପର୍ଯ୍ୟ ମହାରାଜ ଜଣେ ସିଦ୍ଧ ଲୋକ ଥିଲେ, ମାନେ ତାଙ୍କ ପାଖରେ ବହୁତ ସିଦ୍ଧ ଥିଲେ। ସେ ବହୁତ ମୁଁ ତ ଗୋଟେ କହିଲି, ବହୁତ ଲୋକଙ୍କୁ ସିଧା ମୁହଁକୁ ଦେଖିକିରି ତାଙ୍କର ମନର କଥା ଜାଣି, ମୁହଁକୁ ଦେଖିକିରି ମନର କଥା ଜାଣିବାଟା ସହଜ ପାଠ, ସହଜ ପାଠ। କେମିତି ହେବ ଏଗୁଡ଼ା ସମ୍ଭବ? ଆମ ମନରେ ବି ଇଚ୍ଛା ହେଉଥିବ ଆମେ ବି କାହାର ମୁହଁ ଦେଖିକି ମନର କଥା, ଏଇଟା କେମିତି ସମ୍ଭବ? ସମ୍ଭବ ନାହିଁ। ଏଇଟା ସବୁ କ'ଣ କେମିତି ସମ୍ଭବ ନା ମହାରାଜ ସବୁବେଳେ କହୁଛନ୍ତି ପ୍ୟୁରିଟି ଇଜ୍ ଦି ଫୋର୍ସ, ବୁକ୍ ଇଜ୍ ଦି ବେସିକ୍। ଆମର ଇସ୍କନରେ ଅଛି ଏଇଟା। ଯଦି ଆମ ଭିତରେ ପ୍ୟୁରିଟି ନଥିବ ଫୋର୍ସ ଆସିବ, ଉତ୍ସାହ ଆସିବ। ହେଲେ ମହାରାଜଙ୍କର ସବୁବେଳେ ଗୋଟେ କଥାଟା ଆମକୁ ସବୁ ମନେ ପକାଉଛନ୍ତି। ମହାରାଜ ତ ଧାମରେ ନାହାନ୍ତି କିନ୍ତୁ ଆମ ପାଖରେ ଅଛନ୍ତି, ତାଙ୍କର ବାଣୀ ମାଧ୍ୟମରେ ଆମ ପାଖରେ ଅଛନ୍ତି। କେବେ ଭାବିବା ଉଚିତ ନାହିଁ ମହାରାଜ ଚାଲିଗଲେ, ନାହିଁ, ଅଛନ୍ତି। ଆମ ଭିତରେ ଯଦି ପ୍ୟୁରିଟି ଆଣିବା ଆମର ଫୋର୍ସରେ ଆସିବ। ପ୍ୟୁରିଟି ଅର୍ଥ କ'ଣ? ସବୁଠୁ ବଡ଼ ପ୍ୟୁରିଟି ହେଉଛି ଭଗବାନଙ୍କର ଦିବ୍ୟ ନାମ କୀର୍ତ୍ତନ କରିବେ, ଭଗବାନଙ୍କର ନାମ ଜପ କରିବେ, ବେଷ୍ଟ। ଭଗବାନ ଗୀତାରେ ବି କହୁଛୁ ବାର ଏଇଟା ସବୁଠୁ ବେଷ୍ଟ ପ୍ୟୁରିଟି। ଯଦି ଅଧିକରୁ ଅଧିକ ନାମ ଜପ କରିବେ ଆମ ଭିତରେ ପ୍ୟୁରିଟି ଆପେ ଆପେ ଆସିବ। 1 2 ପ୍ୟୁରିଟି ଆଣିବାକୁ ହେଲେ ଆମକୁ 4 ରେଗୁଲେଟେଡ୍ ପ୍ରିନ୍ସିପଲ୍ ପାଳନ କରିବାର ଅଛି, 4ଟା ନିୟମ କଡ଼ାକଡ଼ି ଭାବେ ପାଳନ କରିବାର ଅଛି, ପ୍ୟୁରିଟି ଆସିବ। ତୃତୀୟ ପ୍ୟୁରିଟି ଆସିବ କେମିତି? ଆମ ପଞ୍ଚତନ ପ୍ରଭୁ ସବୁବେଳେ ଭକ୍ତଙ୍କର ନିଷ୍କପଟ ଭାବରେ ସେବା କରିବେ। ଗୁହ୍ୟତମ ଜ୍ଞାନ ପ୍ରଭୁଜୀଙ୍କର, ମହାରାଜଙ୍କର ଗୁଣଗାନ ଭିତରେ ମୁଁ ତ ଶୁଣୁଥିଲି। ମହାରାଜ ହେଉଛନ୍ତି ବୈଷ୍ଣବ ସେବା ଶିରୋମଣି। ଆମର ପରମ ପୂଜ୍ୟ ଗୋପାଳ କୃଷ୍ଣ ଗୋସ୍ୱାମୀ ମହାରାଜ ସବୁଠୁ ତାଙ୍କର ପ୍ୟୁରିଟି ଯେଉଁ ତାଙ୍କର ଅଛି, ବେଶୀ ପ୍ୟୁରିଟି ଆମେ ସବୁ ଲକ୍ଷ୍ୟ କରୁଛେ, ତାର ମୁଖ୍ୟ ହେଉଛି ବୈଷ୍ଣବ ସେବା। ବୈଷ୍ଣବମାନଙ୍କର ଆମେ ଯଦି ସେବା କରିବା ବୈଷ୍ଣବଙ୍କର କୃପା ମିଳିବ। ସବୁବେଳେ ଆପଣ ଦେଖନ୍ତୁ ଯେମିତି ଚୈତନ୍ୟ ମହାପ୍ରଭୁ, ତ ସମୟ ବହୁତ କମ୍ ତଥାପି ମୁଁ ସର୍ଟକଟ୍ କହିଦେଉଛି। ଚୈତନ୍ୟ ମହାପ୍ରଭୁ ଯେତେବେଳେ ଛୋଟ ପିଲା ଥିଲେ ତାଙ୍କ ଘରେ ସବୁ ଭକ୍ତମାନେ ସବୁ ନାମ କୀର୍ତ୍ତନ କରିବେ। ନାମ କୀର୍ତ୍ତନ କଲେ ମହାପ୍ରଭୁ ପ୍ରସନ୍ନ ହେଇଯିବେ, ପୁରା ଖୁସି ହେଇଯିବେ। ଖୁସି ହେଇକରି କ'ଣ କରିବେ, ଆ ଘର ତା ଘର ସବୁ ଯିବେ। ଚଞ୍ଚଳ ଥିଲେ, ଯେମିତି କୃଷ୍ଣ ଚଞ୍ଚଳ ଥିଲେ ମହାପ୍ରଭୁ ବି ବହୁତ ଚଞ୍ଚଳ ଥିଲେ, ତାଙ୍କଠାରୁ ଅଧିକ ଚଞ୍ଚଳ ଥିଲେ। ଆ ଘର ତା ଘର ସବୁ ପଳେଇବେ।
ହେଲେ ମହାପ୍ରଭୁ ଟିକେ ଗୁଲଗୁଲିଆ ଥିଲେ, ସୁନ୍ଦର ଥିଲେ, ଗୁଲଗୁଲିଆ ହେଇକି ବଡ଼ ସାଧାରଣ ପିଲା ଯାକ ସାନ ପିଲା ଯାକ ତ ଦେଖିବାକୁ ବଡ଼ ସୁନ୍ଦର। ମହାପ୍ରଭୁ ଇଏ ଗୋରା, ଗୌରାଙ୍ଗ ସୁନ୍ଦର, ଗୌରାଙ୍ଗ ସୁନ୍ଦର, ଗୌରା ଦେଖିବାକୁ ଗୋରା, ଆଉ ତାଙ୍କ ଦେହରେ ସବୁ ବିଭିନ୍ନ ପ୍ରକାର ଅଳଙ୍କାର ତାଙ୍କ ମାଆ ସବୁ ପିନ୍ଧି ଦେଉଛନ୍ତି, ବଡ଼ ସୁନ୍ଦର ଗୁଲଗୁଲିଆ। ଆଗର ତାଗର ସବୁ ପଳେଇବେ, କ'ଣ କରିବେ ସବୁ ମାଗିବେ, ଯାହାର ଖଜା ଥିବ, କାହାର ମିଠା ଥିବ, କଳା ଜାମ୍ କାଲା ଜାମ୍ ଥିବ, ସବୁ ମାଗିବେ, ଦିଅ ମୋତେ ଦିଅ, ମୋତେ ଦେଲେ ମୁଁ ନେବି, ଦିଅ ହେଲେ ତାଙ୍କୁ ଦେଖିକିରି ତାଙ୍କ କାହାକୁ କିଏ ମନା କରୁନଥିଲେ ଦେବା ପାଇଁ, ଦେଇ ଦେଉଥିଲେ। କୃଷ୍ଣଙ୍କ ଲୀଳାରେ ସିନା ତାଙ୍କ ସବୁ ରେଷ୍ଟ୍ରିକ୍ସନ୍ ଥିଲା, ପ୍ରତିବନ୍ଧକ ଥିଲା, ସବୁ ଜଗିଥିଲେ, ଏଇ ଆଇଲା ଚୋରିଆକୁ ଧରରେ। ଆଉ ମହାପ୍ରଭୁ ଲୀଳାରେ ସେଟା ନାହିଁ, ଯିଏ ଦେଖିକିରି ମନମୁଗ୍ଧ ହେଇକି ତାଙ୍କ ଘରେ ଯାହା ଥିଲା ସବୁ ଦେଇ ଦେଉଥିଲେ। ମହାପ୍ରଭୁ ହେଲେ ସାନ ସାନ ପିଲା ନା, ଏତିକି ହାତ ଧରିକିରି ପଳେଇ ଆଉଥିଲେ ତାଙ୍କ ଘରକୁ। ଆସିକିରି କ'ଣ କରୁଥିଲେ, ତାଙ୍କ ଘରେ ଯେତେ ସବୁ ଭକ୍ତମାନେ ସବୁ ନାମ କୀର୍ତ୍ତନ କରି ହରେ ସବୁ ପ୍ରେମରେ କରିବେ, ସବୁ ବାଣ୍ଟି ନିଅ, ଖଜା ଖାଅ, ରସଗୋଲା ଖାଅ, ଛେନାପୋଡ଼ ଖାଅ, କାଲା ଜାମ୍ ଖାଅ, ଖାଅ ନାମ କର, ଖାଅ ନାମ କର। ମୁଁ ଏଇଟା କାହିଁକି କହିଲି, ଆମ ମହାରାଜ ମଧ୍ୟ ସେମିତି, ପରମ ପୂଜ୍ୟ ଗୋପାଳ କୃଷ୍ଣ ଗୋସ୍ୱାମୀ ମହାରାଜ, ତାଙ୍କର ଶିଷ୍ୟମାନେ ଥରେ ତାଙ୍କର ଟ୍ରାଭେଲିଂରେ ଯାଉଥିଲେ, ତାଙ୍କ ଶିଷ୍ୟମାନେ କହିଲେ, ମହାରାଜ ଭୋକ ହେଲାଣି ବହୁତ। ମହାରାଜ କ'ଣ କଲେ, ଗୋଟେ ରାବିଡ଼ି ଠେଲାବାଲା ଗୋଟେ ଥିଲା, ଏଇଟା ଶୁଣିଥିବେ ନାହିଁ, ମହାରାଜ ଗୋଟେ ଦିବ୍ୟ ଲୀଳା। ସେ ଠେଲାବାଲା ପାଖକୁ ଗଲେ, ମହାରାଜ ତ ସନ୍ନ୍ୟାସୀ, ତାଙ୍କର ସେ ସନ୍ନ୍ୟାସୀ ବସ୍ତ୍ର ଏମିତି ମେଳିଦେଲେ, କହିଲେ ପ୍ରଭୁଜୀ ଆପଣ ରାବିଡ଼ି ଟିକେ ଦିଅନ୍ତୁ, ରାବିଡ଼ି କପ୍ରେ ସବୁ ଦିଅନ୍ତୁ, ମୋ ଶିଷ୍ୟମାନଙ୍କୁ ସବୁ ବାଣ୍ଟି। କହିଲେ ମହାରାଜ, ଶିଷ୍ୟ ସେ ଠେଲାବାଲା କହିଲା, ମହାରାଜ ଆପଣ ଯାହା ଦରକାର ସବୁ ଯାକ ନେଇଯାଆନ୍ତୁ, ଝୋଲା ଦେଖାନ୍ତୁନି, ଆମକୁ ଲାଜ ଲାଗୁଛି, ନେଇଯାଆନ୍ତୁ। ସେ ସବୁ ଯାକ ଦେଇଦେଲା ଫ୍ରିରେ, ପଇସା ନେଲାନି। ମହାରାଜ କ'ଣ କଲେ, ସେ ରାବିଡ଼ି ସବୁ ଆଣିଲେ, ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ପକେଇକି ଭୋଗ ଲଗେଇଲେ, ଭୋଗ ଲଗେଇ ତାଙ୍କ ଶିଶୁମାନେ କହିଲେ ଯାଅ ଖାଅ, ପେଟ ଭରିକିରି ଖାଅ। ଏମିତି ବହୁତ ମାନେ ଷ୍ଟୋରି ହେଇଛି ଘଟଣା। ମହାରାଜ ତାଙ୍କ ଶିଷ୍ୟମାନଙ୍କ ପାଇଁ ନିଜେ ମାଗିକିରି ଆଣିକି ଦେଉଛନ୍ତି, ଖାଅ, ମୋ ଶିଷ୍ୟମାନେ ଭୋକ ରହିଲେ ହେବନି। ଆଉ ଗୋଟେ କଥା ସେଦିନ କହୁଥିଲେ ପରା, ମହାରାଜ ଜଣଙ୍କୁ କହିଥିଲେ, ମଙ୍ଗଳାନ୍ତି ଯଦି ଆଟେଣ୍ଡ କରିବନି ମନ୍ଦିରରେ ପ୍ରସାଦ ମନା, କହିଦେଲେ, କିନ୍ତୁ ପଛରେ ତାକୁ କ'ଣ କହିଲେ, ସେ ଭକ୍ତ ପ୍ରସାଦ ପାଇଲାର ନାହିଁ। ସେ ଶିଷ୍ୟମାନେ ସବୁ କହିଲେ, ମହାରାଜ ମହାରାଜ ସେ ଭକ୍ତ ରୁଷିକିରି ସତରେ ତାଙ୍କ ଆପଣଙ୍କ କଥା ଶୁଣିକିରି ସତରେ ସେ ଖାଉନି ପ୍ରସାଦ। କହିଲୁରୁ ମହାରାଜ ଯେତେବେଳେ ମହାରାଜ ଶୁଣିଲେ ସତରେ ସେ ଖାଉନି, ତାପରେ ନିଜେ ଗଲେ, କହିଲେ ତାଙ୍କ ଶିଷ୍ୟ କହିଲେ, ତମେ ଯେଉଁ ପର୍ଯ୍ୟନ୍ତ ପ୍ରସାଦ ପାଇନ ସେ ପର୍ଯ୍ୟନ୍ତ ମୁଁ ପ୍ରସାଦ ପାଇବି। ସେ ଶିଷ୍ୟର ହୃଦୟ ପୁରା ତରଳିଗଲା, କହିଲା ମହାରାଜ ଦେଖନ୍ତୁ କେତେ ମୋ ପାଇଁ ଚିନ୍ତା କରୁଛନ୍ତି, ଆଉ କିଏ ଏମିତି ଚିନ୍ତା କରିବ? ଯେମିତି ଭଗବାନ ଶ୍ରୀକୃଷ୍ଣ ଗୀତାରେ କହୁଛନ୍ତି ନିଜେ, ସୁହୃଦ ସର୍ବଭୂତାନାଂ। ମହାରାଜ ମଧ୍ୟ ସେମିତି, ଯେଉଁ ମହାରାଜ ମାନେ ସାଧାରଣ ଲୋକ ନୁହନ୍ତି, ଏ ଜଗତର ଲୋକ ନୁହନ୍ତି। ମୋହନ ରୂପ ପ୍ରଭୁ ବି କହିଲେ, ଏମିତି ମହାରାଜ ନା କେବେ ଥିବେ ନା କେବେ ହେବେ, ସିଧା କହିଲେ କ୍ଲାସରେ, ନା କେବେ ଥିଲେ ନା କେବେ ହେବେ, ମିଳିବେନି ମହାରାଜ। ପ୍ରଭୁପାଦ ମହାରାଜ, ମୋହନ ରୂପ କଥା ଛାଡ଼ି ଦିଅନ୍ତୁ, ପ୍ରଭୁପାଦ ମହାରାଜ ମଧ୍ୟ ନିଜେ, ଆପଣ ମହାରାଜଙ୍କର ଗୁଣଗାନରେ ଆପଣ ଶୁଣନ୍ତୁ, ସବୁ ଭକ୍ତମାନେ ସବୁ ଗୁଣଗାନ କରିଛନ୍ତି। ଜଣେ ଭକ୍ତ ମହାରାଜଙ୍କର ଜଣେ ଶିଷ୍ୟ ମାୟାପୁରରେ ପ୍ରଭୁପାଦଙ୍କର ଚାରିକାନି ବୁଲିକିରି ପରିକ୍ରମା କରୁଥିଲେ। ସେ ପ୍ରଭୁପାଦ ସିଏ ଦେଖୁଛନ୍ତି, ସେ ମହାରାଜଙ୍କର ଶିଷ୍ୟ, ସେ ପ୍ରଭୁପାଦଙ୍କୁ ଏତେ ଭଲ ପାଉଥିଲେ, ସେ ସାମ୍ନାରେ ଦେଖୁଛନ୍ତି, ପ୍ରଭୁପାଦ ସାମ୍ନାରେ ବସିଛନ୍ତି, ପ୍ରଭୁପାଦ ସିଆଡ଼େ ସିଂହାସନରେ ବସିଛନ୍ତି, କିନ୍ତୁ ତାଙ୍କ ସାମ୍ନାରେ ବି ଅଛନ୍ତି। ପ୍ରଭୁପାଦ ତାଙ୍କୁ ଗୋଟେ ଇଏ କ'ଣ ସେଟା କହୁଛନ୍ତି, ମିଠା ଖଜା ଗୋଟେ ଧରିଛନ୍ତି ହାତରେ। ପ୍ରଭୁପାଦ କହିଲେ, आप किसका शिष्य है? तो से शिष्य कहला, मैं परम पूज्य गोपाल कृष्ण गोस्वामी महाराज के शिष्य है। ओ आप बहुत, प्रभुपाद महाराज कहले, आप बहुत अच्छा
शुद्ध भक्त का शिष्य है, लीजिए ये प्रसाद लीजिए। तो गोटे छेना खजा कौन गोटे दौन हाथ में, से हाथ में धरुन से शिष्य हाथ में धरुन परिक्रमा कर देखुं से प्रभुपाद महाराज तांकर से शरीर पुणी तांकर जो मूर्ति शरीर से विलीन हो जाउछन बुली आसुछन। से परिक्रमा कर सरला भावुन मुझे सपन देखुँ ना सतर देखुँ से भाई पाना। तापर लास्ट आसी देखला आसी सतरे से खजा अच्छी प्रभुपाद महाराज जो खजरा देले सतरे अच्छे सपन कड़े सत। प्रभुपाद महाराज निजे कहते गोपाल कृष्ण गोस्वामी महाराज तुम जो शिष्य तुम बड़ शुद्ध भक्त शिष्य माने चिंता करो महाराज माने ये जगतर लोक नुहंती। आमर जो सकाळे गुरुबाष्टकम आम गाँच निकुंज जो नति केली सीधे जा जाली भी ज्योतिरपेक्षणीया तत्रादिदाख्याति बल्लभस्य वंदे गुरु श्री चरणारविंद। से निकुंज निकुंज जोन रति केली सिद्धि भगवान जो निकुंज जोन तांकर जो अष्टकालीय लीला अच्छी से अष्टकालीय लीला रे महाराज माने सेमानंकर पार्षद हिसाब रे तांकर सबले सेवारे से रत था सेमाने होचन भगवान जन जन पार्षद आमर भाया साधारण लोक नुहंती भौतिक लोक नुहंती। प्रभुपाद महाराज भी देखो लास्ट शरीर पूरा जमी जीवंत शरीर भाया तांकर शरीर थिला किछि हेले लक्षण नथिला से मृत शरीर मैंने हूँ अप्राकृत शुद्ध भक्त। ये शेष भगवान ये कहते कि आमर कहर तात्पर्य सिद्ध अवस्था यहाँ हूँ सिद्ध अवस्था। ये जो वार्डिंग भगवान निजे कहते कि सिद्ध अवस्था यहाँ हूँ सिद्ध अवस्था।